ରିଜିଓନାଲ ଭେଟରାନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏବେ ଧୀରେ ଧୀରେ ସମାଜରେ କ୍ରିକେଟ୍ ପ୍ରତି ଯେମିତି ଗୋଟେ ଅବକ୍ଷୟତା ଚାଲିଛି, ଗୋଟେ ଟେନିସ୍ ବଲ୍କୁ ପ୍ରାୟୋରିଟି ଦେଉଛନ୍ତି ଯୁବପିଢ଼ିମାନେ। ଆମେ ଗୋଟେ ମେସେଜ୍ ଦେବାକୁ ଚାହୁଁଛୁ। ପ୍ରଥମତଃ ଆମେ ଯେଉଁମାନେ ଆଗରୁ କ୍ରିକେଟ୍ ଖେଳୁଥିଲୁ, କ୍ରିକେଟ୍କୁ ଭଲ ପାଉଥିଲୁ, ସେଇ ଭେଟରାନ୍ ମାନେ ଏକାଠି ହେଇ ଆମେ ଗୋଟେ ମେସେଜ୍ ଦେଉ ଯୁବକୁ ଯେ କ୍ରିକେଟ୍ ଖେଳନ୍ତୁ, ଡ୍ୟୁଜ୍ ବଲ୍ ଖେଳନ୍ତୁ। ତେଣୁ ସେହି ଦୃଷ୍ଟିକୋଣରୁ ଆମେ ବର୍ଷରେ ସବୁ ଭେଟରାନ୍ ମାନେ ଏକାଠି ହେଉଛୁ। ଡିସେମ୍ବର ଶେଷ ସପ୍ତାହରେ ଗୋଟେ ପାଖାପାଖି 100 ମେମ୍ବର ଆମେ ଅଛୁ। 4ଟି ଟିମ୍ କରି ପରସ୍ପର ଭିତରେ ଗୋଟେ ଭାବ ବିନିମୟ ସୂଚକ ଗୋଟେ ପ୍ରତୀକାତ୍ମକ କ୍ରିକେଟ୍ ଖେଳୁଛୁ। এটা দুইটা জিনিস হচ্ছে, গোটে মেসেজ যাচ্ছে যে ক্রিকেটকে ভাল পাঁতু, ড্ୟୁଜ୍ বଲ୍ ক্রিকেটকে ভাল পাঁতু, ডিসিপ্লিন হুঁতু। এবং আমি গোটে বর্ষে থরে গোটে গেট টুগেদর সমস্ত যেতে ক্রিকেটকে ভাল পাওয়া সেই লোক ভিতরে গেট টুগেদর, এইটা হচ্ছে মুখ্য উদ্দেশ্য। ଆପଣ ଆମ ଗ୍ରାଉଣ୍ଡରେ ଏବେ ହାଟଡ଼ି ବ୍ଲକରୁ ଯେଉଁମାନେ ଷ୍ଟେଟ୍ରେ ଅଣ୍ଡର-17 ଗାର୍ଲସ ଟିମ୍ ଆସିଛନ୍ତି, ଆମକୁ ସେମାନେ ଉତ୍ସାହ କରୁଛନ୍ତି। ଏଇଟା ବି ଆମେ ଗୋଟେ ଖୁସି ହେଇଛି ଆମ ପାଇଁ ଯେ ଆମେ ଭେଟରାନ୍ ଯେତେବେଳେ କ୍ରିକେଟ୍ ଖେଳୁଛୁ, ଗାର୍ଲସ ଟିମ୍ ଗୋଟେ ଷ୍ଟେଟ୍ ଟିମ୍ ଖେଳୁଥିବା ଟିମ୍ ବି ଆସିକି ଆମକୁ ଏନ୍ଜୟ କରୁଛନ୍ତି। ଏଇଟା ଗୋଟେ ସବୁଠୁ ଭଲ ମେସେଜ୍ ଆମ ପାଇଁ। ଏବଂ ଏବେ ଆମେ ପରିକଳ୍ପନା କରୁଛୁ ଏଇ ଯେଉଁ ଟିମ୍ଟା RBC ଗ୍ରାଉଣ୍ଡରେ, ଶୋଷ ଗ୍ରାଉଣ୍ଡରେ ହେଉଛି, ଏଇଟା ଧୀରେ ଧୀରେ ଅନ୍ୟ ଗ୍ରାଉଣ୍ଡକୁ ଆମେ ନେବୁ। ସେଇ ଅଞ୍ଚଳ ବି ଏହାର ପ୍ରସାର ହେବ, କ୍ରିକେଟ୍ ପ୍ରତି ମାନସିକତା ହେବ। ଆମେ ଫିଟନେସ୍ କ୍ୟାମ୍ପ ବି କରିବୁ, ଆୱାରନେସ୍ ରଖିବୁ। ଦୀର୍ଘ 6 ବର୍ଷ ତଳେ ଆମେ এই RBC ବ୍ୟାନରରେ এই ଖେଳ ଆରମ୍ଭ କରିଥିଲୁ। ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଆମର ହାଟଡ଼ି ବ୍ଲକ ତଥା ଆନନ୍ଦପୁର ସବ୍ ଡିଭିଜନର ଯେଉଁମାନେ ବିଗତ ଦିନର କ୍ରୀଡ଼ାବିତ୍ ମାନେ ଅଛନ୍ତି, ସେମାନଙ୍କୁ ନେଇ ଏକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବା। ଏଥିରେ ଏବେ ଆପଣମାନେ ଦେଖୁଛନ୍ତି ଯେ କ୍ରିକେଟ୍ ସାମିଲ ଅଛି। ଆଗାମୀ ଦିନରେ ଫୁଟବଲ, ବ୍ୟାଡ଼ମିଣ୍ଟନ, ଭଲିବଲ ଏସବୁର କାର୍ଯ୍ୟକ୍ରମ ଆମେ ରଖିଛୁ। ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦେଖନ୍ତୁ ଆଜିକାଲି ଗାଁ ଗଣ୍ଡାରେ ସବୁ ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚାଲିଛି। ଡ୍ୟୁଜ୍ ବଲ୍ର ବ୍ୟବହାର ଆଜିକାଲି ହେଉନାହିଁ କହିଲେ ଚଳେ। ତେଣୁ ଏଠି ଆମେ ବିଗତ ଦିନର ଯେଉଁମାନେ ସବୁ ପ୍ଲେୟାର ଅଛନ୍ତି, ବିଗତ ଦିନରେ ଯେଉଁମାନେ ସବୁ କ୍ରିକେଟ୍ ଖେଳୁଥିଲେ, ସେମାନେ ଏଟାକୁ ଲକ୍ଷ୍ୟ ରଖି ଆରମ୍ଭ କରିଛନ୍ତି ଯେ ଗାଁ ଗଣ୍ଡାରେ ଯେମିତି ଟେନିସ୍ ବଲ୍ର ବହୁଳ ପ୍ରଚାର ହେଉଛି, ସେ ଜାଗାରେ ଡ୍ୟୁଜ୍ ବଲ୍ ଖେଳା ହେଉ ଏବଂ ପିଲାମାନେ ଯେ ଡ୍ୟୁଜ୍ ବଲ୍ ଖେଳିକି ଆଗାମୀ ଦିନରେ ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ ଏବଂ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିବା ପାଇଁ ବି ସେମାନେ ଉପଯୁକ୍ତ ହୁଅନ୍ତୁ। ଏ ଗାଁ ଗଣ୍ଡର ପିଲାମାନେ ସେଠିକି ପ୍ରତିନିଧିତ୍ୱ କରନ୍ତୁ। ତ ମୁଁ ଶୁଣିବାକୁ ପାଇଲି ଯେ ଏଠି ଯେଉଁ RBC ଗୋଟେ ଟୁର୍ଣ୍ଣାମେଣ୍ଟ କରୁଛି ଏଠି ଶୋଷରେ। ତ ମୋ ଭାଇ, ବଡ଼ ଭାଇ ଯେ ଆମ ଅଜୟ ଭାଇ, ସେ ମୋତେ ଏଠି ନେଇକି ଆସିଛନ୍ତି। ମୁଁ ବି ଏଇ କ୍ଲବ୍ର ମେମ୍ବର ଅଛି। ତ ମୋତେ ଏଠି ବହୁତ ଖୁସି ଲାଗିଲା ଯେ ଏଠି ଗୋଟେ ଭାଇଚାରା ସିଷ୍ଟମ୍ରେ ମ୍ୟାଚ୍ ଚାଲିଛି। ତ କ୍ରିକେଟକୁ ଗୋଟେ ସମ୍ମାନ ଜନିତ କରାହେଇକି ଏଠି ଦିଆହେଉଛି। ତ ଏଠି ଆଉ ଗୋଟେ ଜିନିଷ, ମୁଁ କାଲି ବି ମ୍ୟାଚ୍ ଖେଳୁଥିଲି ଏଠି। ତ ମ୍ୟାଚ୍ର ଗୋଟେ ସିଷ୍ଟମେଟିକ୍ ଯେଉଁଟା ଅଛି, ଯେଉଁଟା ମୁଁ ଦେଖିଲି, ପୁରା ଆରେଞ୍ଜମେଣ୍ଟଠୁ ନେଇକି ମାନେ ସବୁ ଜିନିଷ ବହୁତ ଭଲ। ଆଉ ପଡ଼ିଆ ବିଷୟରେ ତ କ'ଣ କହିବି, ମସ୍ତ ପଡ଼ିଆ ହେଇଛି ଜଷ୍ଟ। ଆଉ ତାପରେ ଆମର ପ୍ଲେୟାର ମାନେ ଯେତିକି ଜଣ ଆମର RBC କ୍ଲବ୍ରେ ମେମ୍ବର ଅଛନ୍ତି, ବହୁତ ବଢ଼ିଆ ପିଲା ସମସ୍ତେ ଅଛନ୍ତି। ଆଉ ସମସ୍ତେ ମାନେ ଆମର ଯେଉଁ ଖେଳର ଯେଉଁ ସିଷ୍ଟମଟା ରହିଛି ଏଠି, ପୁରା ଯେମିତି ସିଷ୍ଟମେଟିକ୍ ହେବା କଥା ଡ୍ୟୁଜ୍ ବଲ୍ର ଖେଳ, ସେଇ ସିଷ୍ଟମରେ ଚାଲିଛି। ଆଉ ଅମ୍ପାୟାର ବିଷୟରେ କହିବି, OCA ପ୍ୟାନେଲରୁ ଅମ୍ପାୟାର ମାନେ ଅଛନ୍ତି, ଯେଉଁଟାକି ଆମେ ଯେତେବେଳେ ଛୁଆବେଳୁ ଖେଳିକି ବି ଆସିଛୁ, ଏବେ ବି ଆମ ଛୁଆ ବି ଖେଳିଲେଣି। ତ ଛୁଆମାନେ ଯେଉଁ ଖେଳିକି ଆସିଛନ୍ତି, ଯେତେବେଳେ ଅମ୍ପାୟାରସିପ୍ ସେତେବେଳେ ଯାହା ବି ଥିଲା, ଏତେବେଳେ ବହୁତ ତାଠୁ ଆହୁରି ବେଟର୍ ଅଛନ୍ତି। OCA ପ୍ୟାନେଲର ଅମ୍ପାୟାର ମାନେ ଅଛନ୍ତି। RCB ଗଠନ ହେଲାବେଳେ ତା'ର ମୂଳ ଲକ୍ଷ୍ୟ ଥିଲା ସମାଜର ବିଭିନ୍ନ ବର୍ଗର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରଥମ ସହାୟକ ହେବ। ଦ୍ୱିତୀୟରେ ବର୍ତ୍ତମାନ ପିଲାମାନେ ଯେଉଁମାନେ ଖେଳୁଛନ୍ତି, ଉତ୍ତର ବୟସରେ ଯେଉଁମାନେ ଖେଳୁଛନ୍ତି, ଏ ପାଇଁ ଗୋଟେ ମେସେଜ୍ ଯାଉଛି ଯେ ଆମେ ସମସ୍ତେ ସକ୍ଷମ, ଆମେ ସମସ୍ତେ ପାରିବା, ସବୁ ଜିନିଷ ପାରିବା। ଏବଂ ଖେଳ ମାଧ୍ୟମରେ ଆମେ ଚିନ୍ତା କରୁଛୁ ଖେଳକୁ ମାଧ୍ୟମ କରି ଖେଳ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମାଜିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କ ସହଯୋଗରେ। ଏବଂ ଏ ପରିପ୍ରେକ୍ଷୀରେ ଆମେ ଆଶା କରିବୁ ସମାଜର ସବୁ ବର୍ଗର ଲୋକ ଆମକୁ ଟିକେ ସହଯୋଗ କରନ୍ତୁ, ଆମ ସାଥରେ ରୁହନ୍ତୁ। ଆମେ ଆଗାମୀ ଦିନରେ ଏକୁ ନେଇ ରାଜ୍ୟ ସ୍ତରରେ ପହଞ୍ଚିବା ପାଇଁ ପ୍ରୟାସ କରିବୁ।